ବେଦବ୍ୟାସଠାରେ ଗୀତାଜ୍ଞାନ ମହାଯଜ୍ଞ ଅନୁଷ୍ଠିତ। ଶ୍ରୀମଦ୍ ଭାଗବତ ଗୀତା ସାଂସ୍କୃତିକ ସମାଜ ତରଫରୁ ଗୀତା ଜୟନ୍ତୀ ଉପଲକ୍ଷେ ଦୀର୍ଘ 40 ବର୍ଷ ଧରି ଗୀତାଜ୍ଞାନ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି ରାଉରକେଲାରେ। ଚଳିତ ବର୍ଷ ଦିବ୍ୟଧାମ ରାଉରକେଲାର ବେଦବ୍ୟାସଠାରେ ଘୃତାବୃତ୍ତି ସହିତ ଭଜନ ସଂକୀର୍ତ୍ତନ ଏବଂ ସତ୍ସଙ୍ଗ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂଜକ ଭାବେ ପରମେଶ୍ୱର ଶତପଥୀ ଶିବପ୍ରସାଦ ପାଠୀ ଓ କର୍ତ୍ତା ଭାବେ ଇଞ୍ଜିନିୟର ଭରତ ଚନ୍ଦ୍ର ଦାସ ଦାୟିତ୍ୱ ତୁଲାଇଥିଲେ। ଯଜ୍ଞ ସମାପନ ପରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପିପି ରାୟ, ଡକ୍ଟର ଉମାକାନ୍ତ ପଣ୍ଡା, ବିଚିତ୍ରାନନ୍ଦ ସାହୁ, ଜ୍ଞାନରଞ୍ଜନ ମିଶ୍ର, ଅନ୍ତର୍ଯ୍ୟାମୀ ଦାସ, ଜ୍ୟୋତିର୍ମୟ ଦାସ, କେଦାରନାଥ ଗିରି, ରୁଦ୍ରାଶିଷ ମହାନ୍ତି, ସିଦ୍ଧାର୍ଥ ରାଉତ, ଦେବକୀ ଲାକ୍ରା, ଅଞ୍ଜନା ମିଞ୍ଜ, ପତିତପାବନ ରଥ, ଶାନ୍ତି ସିଂ, ଆର୍ଏସ୍ ଚୌଧୁରୀ, ବି ନାୟକ, ଗୋପବନ୍ଧୁ ବାରିକ, ଶିଶିର ପ୍ରଧାନ, ଉଦ୍ଧବ ଚରଣ ପାଢ଼ୀ, ସୁବାସ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ଦେଖନ୍ତୁ ତାରି ଭିଡ଼ିଓ କ୍ଲିପ୍ସ। ଦେଖନ୍ତୁ ତାରି ଭିଜୁଆଲ। ସାର୍ ଆପଣଙ୍କ ପରିଚୟ ଓ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ। ମୁଁ ଇଞ୍ଜିନିୟର ଭରତ ଚନ୍ଦ୍ର ଦାସ। ଆଉ ମୁଁ ଶ୍ରୀମଦ୍ ଭଗବତ ଗୀତା ବଡ଼ପାଟିରେ ଶ୍ରୀମଦ୍ ଭଗବତ ଗୀତା ସାଂସ୍କୃତିକ ସମାଜର ଆମେ ସ୍ଥାପନା କରିଥିଲୁ। ମୁଁ ଏବେ ବି ସଭାପତି ହିସାବରେ ଦାୟିତ୍ୱ ନେଉଛି। ଆଉ କିଛି ଆମର ବନ୍ଧୁମାନେ ଅଛନ୍ତି, ବହୁତ ନୂଆ ପୁରୁଣା ବନ୍ଧୁମାନଙ୍କୁ ନେଇକି ଆମେ ଏଇଟା ଚଳୁ। ଏହାର ଉଦ୍ଦେଶ୍ୟ ହେଲା ଶ୍ରୀମଦ୍ ଭଗବତ ଗୀତାର ପ୍ରସାର ଏବଂ ପ୍ରଚାର। ଆଉ ବ୍ୟାସଙ୍କର ଜନ୍ମସ୍ଥାନ ଯେହେତୁ ହେଉଛି ବେଦବ୍ୟାସ, ତାଙ୍କର ସବୁଠାରୁ ବଡ଼ ଦାନ ବିଶ୍ୱ ମାନବ ସମାଜ ପାଇଁ ଭଗବତ ଗୀତା। ତେଣୁ ଏଟାକୁ ଗୀତା ପ୍ରସାର କେନ୍ଦ୍ର ହିସାବରେ ତାକୁ ଉନ୍ନୟନ ହେବା ଦରକାର। ଖାଲି ଟୁରିଷ୍ଟ ପ୍ଲେସ୍ ନୁହେଁ ଏଇଟା, କାହିଁକିନା ଗୀତା ହେଉଛି ବର୍ତ୍ତମାନ ବିଶ୍ୱ ପରିତ୍ରାଣର ମାର୍ଗ ହେଉଛି ଏକମାତ୍ର ଭଗବତ ଗୀତା। ଆଉ ସେଇଟା ସବୁ କଣ୍ଟ୍ରି ତାକୁ ଆଡ଼ମିଟ୍ କରୁଛନ୍ତି, ସମସ୍ତେ ରିସିଭ୍ କରୁଛନ୍ତି। ଧନ୍ୟବାଦ ସାର୍। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।